ବୃଦ୍ଧାଶ୍ରମ ପାଖରେ ପହଞ୍ଚି ସାରିଥିଲା ପୁଅ। ମାଆକୁ ଗାଡ଼ିରେ ଛାଡ଼ି କହିଲା, ତୁ ବସିଥା, ମୁଁ କାଗଜପତ୍ର କାମ ସାରିକି ଆସୁଛି। ଅଫିସରେ ମ୍ୟାନେଜର ବସିଥିଲେ। ପୁଅ କହିଲା, ମୋ ମାଆକୁ ଏଠି ରଖିବା ପାଇଁ ଆଣି ଆସିଛି। ମ୍ୟାନେଜର ପଚାରିଲେ, ଭଲ, ଗୋଟିକିଆ ରୁମ୍ ନେବେ ନା ଆଉ ଜଣଙ୍କ ସହ ରହିବେ? ଆପଣଙ୍କ ମାଆ, ତା ପାଇଁ କ'ଣ ଅଲଗା ଦର? ନିଶ୍ଚୟ। ସେୟାର ରୁମ୍ 4,000, ସିଙ୍ଗଲ 8,000। ମାଆ ପାଇଁ ଅଧିକ ଖର୍ଚ୍ଚ କରିବାକୁ ଅନିଚ୍ଛୁକ ପୁଅ କହିଲା, ଏକୁଟିଆ ବୁଢ଼ୀ ଲୋକ ଗୋଟେ ରୁମ୍ରେ ବୋର ହୋଇଯିବେ। ସେୟାରିଂ ରୁମ୍ ବ୍ୟବସ୍ଥା କରନ୍ତୁ। ହଉ, ଏସି ରୁମ୍ ନା ନନ୍ ଏସି ରୁମ୍ ନେବେ? ତା ପାଇଁ କ'ଣ ଅଲଗା ଦର? ହଁ, ଏସି ପାଇଁ ଅଧିକା 1,000 ଟଙ୍କା ଦେବାକୁ ପଡ଼ିବ, ମ୍ୟାନେଜର କହିଲେ। ପୁଅ କହିଲା, ଏସି ରୁମ୍ ନେଲେ ମାଆକୁ ଥଣ୍ଡା ଧରିବ, ବିନା ଏସି ରୁମ୍ ଦିଅନ୍ତୁ। ମ୍ୟାନେଜର କହିଲେ, ବର୍ଷକର ଟଙ୍କା ଏକକାଳୀନ ଆମେ ନେଇଥାଉ। ଆପଣ ଅନଲାଇନ୍ରେ ପେମେଣ୍ଟ କରିଦିଅନ୍ତୁ, 48,000 ଟଙ୍କା। ପୁଅ କହିଲା, ତାହା ତ ଠିକ୍, ମାତ୍ର ଧରନ୍ତୁ, ଏଠି ରହିବାର 2 ମାସ ପରେ ମାଆ ମରିଗଲା, ଆପଣ ବାକି ଟଙ୍କା ମୋତେ ଫେରସ୍ତ କରିବେ ତ? ମ୍ୟାନେଜର ଚମକି ପଡ଼ିଲେ। କହିଲେ, ଏଭଳି ପ୍ରଶ୍ନ ଆଗରୁ କେହି ପଚାରି ନଥିଲେ। ହଁ, ବାକି ଟଙ୍କା ଆମେ ଫେରାଇ ଦେବୁ। ସେତିକିବେଳେ ଝରକା ବାଟେ ପୁଅ ଦେଖିଲା, ତା ମାଆ ଜଣେ ବୟସ୍କ ଲୋକଙ୍କ ସହ କଥା ହେଉଛି। ସେ ମ୍ୟାନେଜରଙ୍କୁ ପଚାରିଲା, ଭଦ୍ରଲୋକ ଜଣକ କିଏ? ମ୍ୟାନେଜର କହିଲେ, ସିଏ ତ ଏହି ସଂସ୍ଥାର ପ୍ରତିଷ୍ଠାତା। ତାପରେ ସେ ଯୋଡ଼ିଲେ, ଆପଣ ମାଆଙ୍କୁ ନେଇ 102 ନମ୍ବର ରୁମ୍କୁ ଯାଆନ୍ତୁ। ପୁଅ ତୁରନ୍ତ ଯାଇ ମାଆକୁ ଗାଡ଼ିରୁ ଆଣି ତା ରୁମ୍ରେ ପହଞ୍ଚାଇ ଦେଲା। ମାଆ ପଚାରିଲା, ତୁ ଆଉ ବୋଉ ମଝିରେ ମଝିରେ ଆସିବ ତ? ପୁଅ ଚିଡ଼ିଗଲା। କହିଲା, ମୋର ବ୍ୟବସାୟ, ବର୍ଷାର ଅଫିସ, ଏବେ ପୁଣି ମୁଁ ଗୋଟେ ଜର୍ମାନ କୁକୁର ଛୁଆ ଆଣିଛି, ତା ପାଇଁ ସମୟ ଦରକାର। ସମୟ ମିଳିଲେ ଭିଡ଼ିଓ କଲ୍ କରି କଥା ହେଇଯିବି। ମାଆ କହିଲା, ହଉ ଯା, ତୁ ସେୟାରରେ ଗାଡ଼ି ଚଳାଇବୁ। ପୁଅ ସେତେବେଳକୁ ସିଡ଼ି ଦେଇ ତଳକୁ ଯାଇ ସାରିଥିଲା। ସେପଟୁ ତା ସ୍ତ୍ରୀ ଫୋନ୍ କରୁଥିଲା। ଆଚ୍ଛା, ପର୍ବପର୍ବାଣି କି ଦେହ ଖରାପ ହେଲେ ସେମାନେ ତାଙ୍କୁ ଯେମିତି ଏଠିକି ନ ପଠାନ୍ତି, ସେ କଥା କହିଦେଇ ଆସିବ। ଆସିଲା ବେଳେ 2ଟା ସିନେମା ଟିକେଟ ନେଇ ଆସିବ। ଗେଟ୍ ପାଖରେ ବୃଦ୍ଧାଶ୍ରମର ପ୍ରତିଷ୍ଠାତା ବୁଲୁଥିଲେ। ପୁଅ ଯାଇ କହିଲା, ଆପଣ ଯେଉଁ ଭଦ୍ରମହିଳାଙ୍କ ସହ କଥା ହେଉଥିଲେ, ସେ ମୋ ମାଆ। ତାଙ୍କୁ ଆପଣ ଜାଣନ୍ତି? ହଁ, ତୁମର ନାମ ଅଜୟ। ଆପଣ ଜାଣିଲେ କେମିତି? ମୁଁ ତୁମକୁ ପିଲାଦିନୁ ଜାଣେ। ମୋ ମାଆ ତ ଆପଣଙ୍କ କଥା କେବେ କହିନାହାନ୍ତି। ତାହା ସ୍ୱାଭାବିକ, କାରଣ ସେ ତୁମକୁ ଜଣାଇବାକୁ ଚାହିଁନଥିବେ ଯେ ଦିନେ ସେ ତୁମକୁ ଏଇଠୁ ନେଇଥିଲେ। ତାଙ୍କ ସ୍ୱାମୀ ଚାଲିଗଲା ବେଳକୁ ସେ ନିଃସନ୍ତାନ ଥିଲେ। ଏଇଠି ସେତେବେଳେ ବୃଦ୍ଧାଶ୍ରମ ନୁହେଁ, ଅନାଥାଶ୍ରମ ଥିଲା। ସେ ତୁମକୁ ଏଠୁ ନେଇଥିଲେ, ତୁମେ ତାଙ୍କର ବାକି ଜୀବନର ଆଶ୍ରୟ ହେବ, ଏଇଆ ଭାବି। ଏକଥା ଶୁଣି ପୁଅର ପାଦ ତଳୁ ସତେ ଯେପରି ମାଟି ଧସି ଯାଉଥିଲା।